ମାର୍ଚ୍ଚ 15ରୁ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ। ଆସନ୍ତା ମାର୍ଚ୍ଚ 15ରୁ ସପ୍ତାହବ୍ୟାପୀ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ 2026 ପଠାଣି ସାମନ୍ତ ଅଡିଟୋରିୟମଠାରେ ଅନୁଷ୍ଠିତ ହେବ। ନୟାଗଡ଼ ସହର ପଞ୍ଜୀକୃତ ନାଟ୍ୟ ସଂସ୍ଥା ନାଟ୍ୟଧାରା ବିଗତ ବର୍ଷ ମାନକ ଭଳି ଚଳିତ ବର୍ଷ ମାର୍ଚ୍ଚ 15ରୁ 21 ତାରିଖ ଯାଏଁ ନାଟକ ମହୋତ୍ସବ ଆୟୋଜନ କରିବାକୁ ଯାଉଛି। ଏଥିରେ ଭୁବନେଶ୍ୱର, ସମ୍ବଲପୁର, ବାରିପଦା, ବାଲେଶ୍ୱର ଏବଂ ନୟାଗଡ଼ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନମାନେ ସେମାନଙ୍କ ନାଟକ ପରିବେଷଣ କରିବେ ବୋଲି ନାଟ୍ୟଧାରା ପକ୍ଷରୁ ସ୍ଥାନୀୟ ବୁଦ୍ଧ ମଣ୍ଡପଠାରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି। ପ୍ରତ୍ୟହ ସନ୍ଧ୍ୟା 7:30 ସମୟରେ ଆରମ୍ଭ ହେବାକୁ ଥିବା ନାଟକଗୁଡ଼ିକ ଥିଏଟର ଶୈଳୀରେ ପ୍ରଦର୍ଶିତ ହୋଇ ସର୍ବାଧିକ 2 ଘଣ୍ଟା ଅବଧି ମଧ୍ୟରେ ପରିସମାପ୍ତ ହେବ। ଏହି କ୍ରମରେ 15 ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ବିଦ୍ୟା କନକ ସୃଜନୋଷ୍ଠାନର ନାଟକ କୁହୁଡ଼ି ମଞ୍ଚସ୍ଥ ହେବାକୁ ଥିବାବେଳେ 16 ତାରିଖରେ ବାରିପଦାର ନୂପୁର ନାଟ୍ୟାନୁଷ୍ଠାନ ପକ୍ଷରୁ ଚକ୍ରବ୍ୟୁହ, 17ରେ ଭୁବନେଶ୍ୱର ପ୍ରତିଭା ନାଟ୍ୟାନୁଷ୍ଠାନ ପକ୍ଷରୁ ନାଟକ ଏକ ନାୟକର ମୃତ୍ୟୁ, 18ରେ ପଞ୍ଚଧ୍ୱନି ଭୁବନେଶ୍ୱର ନାଟକ ବଧୂ ବିଦାୟ, 19ରେ ଯୁଧିଷ୍ଠିର ଥିଏଟର ଭୁବନେଶ୍ୱର ନାଟକ ଇନ୍ଦ୍ରଜାଲ, 20ରେ ସମ୍ବଲପୁର ନାଟ୍ୟାନୁଷ୍ଠାନ ସ୍ୱର ପକ୍ଷରୁ ନାଟକ ସମୁଦ୍ର ସମୂହ ଏବଂ ଅନ୍ତିମ ଦିବସ 21 ତାରିଖରେ ନୟାଗଡ଼ର ନାଟ୍ୟାନୁଷ୍ଠାନ ଚମତ୍କାର ପକ୍ଷରୁ ନାଟକ ଡାଆଣୀ ମଞ୍ଚସ୍ଥ ହେବ। ସପ୍ତାହବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ନାଟକଗୁଡ଼ିକ ସାମ୍ପ୍ରତିକ ସମାଜ ଭିତ୍ତିକ ହୋଇ ଦର୍ଶକୀୟ ଆଦୃତି ଲାଭ କରିବ ବୋଲି ପ୍ରସ୍ତୁତି ବୈଠକରେ ଉପସ୍ଥିତ ନାଟ୍ୟଧାରା ସଦସ୍ୟମାନେ ମତ ପ୍ରକାଶ କରିଥିଲେ। ଏହି ରାଜ୍ୟସ୍ତରୀୟ ନାଟ୍ୟମେଳାକୁ ପରିପୂର୍ଣ୍ଣ ଉପଭୋଗ ପୂର୍ବକ ପଞ୍ଚମୁଖୀ ହେବା ସକାଶେ ନାଟ୍ୟ ପ୍ରେମୀଙ୍କୁ ନାଟ୍ୟାନୁଷ୍ଠାନ ପକ୍ଷରୁ ଆନ୍ତରିକ ନିବେଦନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ପ୍ରଥମ ଥର ପାଇଁ 50 ଟଙ୍କିଆ ଲଟେରୀ କୁପନର ବ୍ୟବସ୍ଥା କରାଯାଇ ଦର୍ଶକମାନଙ୍କୁ ମଞ୍ଚାଭିମୁଖୀ କରିବା ପାଇଁ ନାଟ୍ୟଧାରା ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। ପ୍ରସ୍ତୁତି ବୈଠକରେ ନାଟ୍ୟଧାରା ନାଟ୍ୟାନୁଷ୍ଠାନ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନିର୍ଦ୍ଦେଶକ ଡକ୍ଟର ବିଜୟ କୁମାର ଚୌଧୁରୀ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟକାର ବିଶ୍ୱନାଥ ମହାପାତ୍ରଙ୍କ ସମେତ ନବକିଶୋର ମିଶ୍ର, ନୀଳକଣ୍ଠ ଦାସ, ଲକ୍ଷ୍ମୀଧର ସାହୁ, ପ୍ରଦୀପ ଡାକୁଆ, ଅଶୋକ ମଲ୍ଲ, ପ୍ରଶାନ୍ତ କୁମାର ପଟ୍ଟନାୟକ, ରଞ୍ଜନ ରଶ୍ମି ଜେନା, ପ୍ରଶାନ୍ତ କୁମାର ଦାସ, ଗୋପୀନାଥ ସେଠୀ, ରମାକାନ୍ତ ମିଶ୍ର, ପ୍ରଫୁଲ୍ଲ ନାୟକ, ରବୀନ୍ଦ୍ର ସାହୁ, ସୋନାଲି ସୁଚିସ୍ମିତା ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠିତ ହେବାକୁ ଯାଉଥିବା ସପ୍ତାହବ୍ୟାପୀ ନାଟ୍ୟମେଳାକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା। ନାଟ୍ୟଧାରା ଆଜିକି 5 ବର୍ଷ ଧରି ନାଟକ ମହୋତ୍ସବ କରିଆସୁଛି। ଚଳିତ ବର୍ଷ ଷଷ୍ଠ ନାଟକ ମହୋତ୍ସବ। ପ୍ରତ୍ୟେକ ବର୍ଷ ମାର୍ଚ୍ଚ 1 ତାରିଖରୁ 7 ତାରିଖ କହିଥାଉ, କିନ୍ତୁ ଚଳିତ ବର୍ଷ ଦୋଳ ହୋଲି ପଡ଼ିଯାଉଥିବା ମୋତେ 15 ତାରିଖ 21 ତାରିଖ ପର୍ଯ୍ୟନ୍ତ କରିବୁ ନିଷ୍ପତ୍ତି ନେଇଛୁ। ରାଜ୍ୟର ବିଭିନ୍ନ ଜାଗାରୁ 7ଟି ଦଳ ଯୋଗ ଦେବେ ଏବଂ ନାଟକ ମହୋତ୍ସବ ପଠାଣି ସାମନ୍ତ ଅଡିଟୋରିୟମରେ 15ରୁ 21 ତାରିଖ ପର୍ଯ୍ୟନ୍ତ ଚାଲୁ। ନୟାଗଡ଼ର ଏକ ପରମ୍ପରା ଅଛି, ନାଟକୀୟ ପରମ୍ପରା। ନାଟକ ଗୋଟେ ପ୍ରକୃତରେ ଜନ୍ମସ୍ଥାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେଉଁଠି ଗୋବିନ୍ଦ ସୂର୍ଯ୍ୟଙ୍କ ଭଳିଆ ଲୋକ, ରାମଚନ୍ଦ୍ର ମିଶ୍ରଙ୍କ ଭଳିଆ ଲୋକ, ବହୁ ବିଶିଷ୍ଟ ନାଟ୍ୟକାର ଏ ନୟାଗଡ଼ରୁ ବାହାରିଛନ୍ତି। ବିଶେଷ ଭାବରେ ନୟାଗଡ଼ରେ ସେତେବେଳେ ନାଟକର ପ୍ରଚୁର ଗାଁ ଗାଁରେ ଏହାର ପ୍ରଭାବ ଥିଲା। ନାଟକ ତାର ଗୋଟେ ଛାୟା ଆମେ ଆଜି ଯେଉଁଟା ନୟାଗଡ଼ରେ କରୁଛେ, ଏ ସାରା ନୟାଗଡ଼ ଜିଲ୍ଲା ଭିତରେ ମଧ୍ୟ ପ୍ରତି ଗାଁରେ ବି ନାଟକ ଛାଇ ହେଇକି ରହିଛି। ଆମେ ୟାକୁ ଥିଏଟର ଡ୍ରାମା, ଏ ଥିଏଟର ଡ୍ରାମା ମଧ୍ୟ ଏଇଠି ନୟାଗଡ଼ରେ ଯେଉଁଭଳି ଭାବରେ ପ୍ରଥମରୁ ତା'ର ପରମ୍ପରା ବଜାୟ ରଖି ଆସିଛି, ଏବେ ନାଟ୍ୟଧାରା ସେ ପରମ୍ପରାଟାକୁ ଚେଷ୍ଟା କରୁଛି କେମିତି ଭାବରେ ଆହୁରି ଅଧିକ ଆଗକୁ ନେବ। ତେଣୁକରି ଏଇଟା ଗୋଟେ ସାର୍ଥକ ଉଦ୍ୟମ। ଏଇ ଉଦ୍ୟମଟା ଗୋଟେ ନୟାଗଡ଼ର ସାଂସ୍କୃତିକ ବାତାବରଣକୁ ଆହୁରି ସମୃଦ୍ଧ କରିବ। ଆମେ ଭାବୁଛୁ ଯେ ନୟାଗଡ଼ ଲୋକମାନେ ଏକୁ ଏନ୍ଜୟ କରିବେ ଏବଂ ଲୋକମାନେ ନିଶ୍ଚିତ ଭାବରେ ନାଟ୍ୟଧାରା ସହିତ ରହିବେ। ଧରି ଆମର ନାଟକ ମହୋତ୍ସବ ଚମତ୍କାରରେ ଚାଲିଛି ଏବଂ ଚମତ୍କାରରେ ଏ ନାଟକକୁ ଆମେ ତାକୁ ନୟାଗଡ଼ ନାଟକର ଯଜ୍ଞଶାଳା ବୋଲି କହୁଛୁ। ତେଣୁ ଏହା ଏକ ପବିତ୍ର କାର୍ଯ୍ୟ।
ସାଧାରଣ ମଣିଷମାନଙ୍କ ପାଇଁ ଏବଂ ତାହା ଶୃଙ୍ଖଳାର ସହିତ 5 ବର୍ଷ ବିତିଗଲା ପରେ ଚଳିତ ବର୍ଷ 6ଠ ବର୍ଷର ନାଟକ ଏବଂ ସେଇଭଳି ଭାବରେ ଆମେ 7 ଦିନ ନାଟକ ଆମର ଯେମିତି ଚାଲିବା କଥା ସେମିତି ଚାଲିବ ଏବଂ ଦର୍ଶକମାନେ ଦିନ ଆମେ ଅନୁଭବ କରୁଛୁ ସଂଖ୍ୟାଧିକ ଭାବରେ ଆମ ସାଙ୍ଗରେ ସହଯୋଗ କରୁଛନ୍ତି, ଆନନ୍ଦିତ ହେଉଛନ୍ତି ଏବଂ ପ୍ରତ୍ୟେକ ନାଟକ ପୂର୍ବ ପ୍ରେକ୍ଷାଳୟରେ ଚାଲେ ଏବଂ ଶୃଙ୍ଖଳାର ସହିତ ଚାଲେ। ଯେଉଁଭଳି ଭାବରେ ନାଟ୍ୟ ଦଳମାନେ ବାହାରୁ ଆସନ୍ତି ସେମାନେ ନିଜକୁ ମଧ୍ୟ ଧନ୍ୟ ମନେ କରନ୍ତି। ଆମର ନୟାଗଡ଼ ମଞ୍ଚରେ ନାଟକ ପରିଚୟ ଦେବା ପରେ ତାଙ୍କ ମତାମତ ସଂଗ୍ରହ କରୁଛୁ, ଭାରି ଖୁସି ହୁଅନ୍ତି, ଦର୍ଶକ ଖୁସି ହୁଅନ୍ତି ଏବଂ ଯେଉଁଟା ଆମର ଉଦ୍ଦେଶ୍ୟ ସଂଖ୍ୟାଧିକ ଦର୍ଶକଙ୍କୁ ନାଟକ ସମୟରେ ଯୋଡ଼ିବା, ସେ ଉଦ୍ଦେଶ୍ୟ ଆମର ସଫଳ ହେଉଛି ଏବଂ ଚଳିତ ବର୍ଷ ମଧ୍ୟ ତାହା ହେବ। ଜଗନ୍ନାଥ କରନ୍ତୁ 6ଠ ବର୍ଷର ନାଟ୍ୟଧାରା ନାଟକ ସଫଳ ହେବ। ଜୟ ଜଗନ୍ନାଥ। ମୁଁ ଲକ୍ଷ୍ମୀଧର ମହାପାତ୍ର। ଏଥିର ପ୍ରସ୍ତୁତି ବୈଠକ ପ୍ରେସ୍ ମିଟ୍ ଡକା ହେଇଥିଲା ଯେ ଆଗାମୀ ମାର୍ଚ୍ଚ 15ରୁ 21 7 ଦିନ ଧରି ନାଟକ ମହୋତ୍ସବ ହେବ, ତାର ପ୍ରଚାର ପ୍ରସାର କରିବା ନିମନ୍ତେ ପ୍ରେସ୍ ମିଟ୍ ହେଇଥିଲା। ସମସ୍ତ ସଭ୍ୟମାନଙ୍କୁ ଲୋଡ଼ା ଯାଇଥିଲା କେଉଁ ନାଟକ ଆସୁଛନ୍ତି ସେମାନଙ୍କ ବିଷୟରେ ଜାଣିଲେ ଏବଂ ନାଟକକୁ କେମିତି ଆଗକୁ ନେବେ ଏବଂ ଯେଉଁ ଆର୍ଥିକ ଅନାଟନ ଭିତରେ ନାଟକ ହେଉଛି ତାର ଗୋଟେ ସମାଧାନ କରିବା ପାଇଁ କେମିତି ହେବ ତା ବିଷୟରେ ବି ଟିକେ ଆଲୋଚନା କରାଗଲା ଏବଂ ନାଟକ 15ରୁ 21 ହେବ ଏବଂ ସୁରୁଖୁରୁରେ ହେବ ବୋଲି ନିଷ୍ପତ୍ତି ନିଆଗଲା। ଗତ ବର୍ଷ ଯେମିତି ନାଟକ ହେଇଥିଲା ଚଳିତ ବର୍ଷ ମଧ୍ୟ ସେଇଭଳି ଭାବରେ ନାଟକ ହେବ। ବିଭିନ୍ନ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସୁଛି। ଏଥର ବାରିପଦା ଟିମ୍ ଆସୁଛି, ସମ୍ବଲପୁର ଆସୁଛି ଏବଂ ଭୁବନେଶ୍ୱରର 3-4ଟା ଟିମ୍ ଆସୁଛନ୍ତି। 7ଟି ଟିମ୍ ନେଇକି ନାଟକ ଆସିଛି ଏବଂ ସୁନ୍ଦର ସୁନ୍ଦର ନାଟକ ଆଣିବା ପାଇଁ ବି ତାଙ୍କୁ ଅନୁରୋଧ ରଖାଯାଇଛି ଏବଂ ଭଲ ନାଟକ ମଧ୍ୟ ଆଣନ୍ତି ଏବଂ ଏଠି ଯେଉଁ ଦର୍ଶକଙ୍କ ମନକୁ ଛୁଇଁଲା ଭଳି ନାଟକକୁ ଆଣନ୍ତି। ସାଧାରଣତଃ ନାଟକ ନୟାଗଡ଼ର ନାଟ୍ୟପ୍ରେମୀମାନେ ହସକାନ୍ଦ ଭରା ନାଟକ ଦେଖିବାକୁ ଭଲ ପାଆନ୍ତି, ସେଇଭଳି ନାଟକ ସେମାନେ ନେଇକି କାହାଣୀ ନାଟକ ତ ସବୁ ଜାଗାରେ ପ୍ରଶଂସିତ ହେଇକରି ଆସିଛି। ଏକ ସମାଜର ଇଏକୁ ନେଇ ତାକୁ ନାଟକଟିକୁ କରାଯାଇଛି। ଡକ୍ଟର ବିଜୟ ଚୌଧୁରୀଙ୍କର ସେ ଯେଉଁ ନିଷ୍ଠା, ଯେଉଁ ବଳିଷ୍ଠ ନିର୍ଦ୍ଦେଶନା ଏବଂ ଲେଖକଙ୍କର ଯେଉଁ ବଳିଷ୍ଠ ଲେଖା, ଏସବୁକୁ ନେଇକି ନାଟକ ଶେଷ ଦିନ ନାଟକ ଆହୁରି ସମସ୍ତଙ୍କ ମନକୁ ଛୁଇଁବ ଏବଂ ଚମତ୍କାରର କଳାକାରମାନେ ଯେଉଁମାନେ ସୁନ୍ଦର ସୁନ୍ଦର ପରିବେଷଣ କରନ୍ତି ଏବଂ ଯେଉଁ ଯାହାଙ୍କ ପାଖରେ ଲୋକ ଭରସା ରଖିଥାନ୍ତି ନାଟକ ଦେଖିବା ପାଇଁ, ସେଇ ନାଟ୍ୟ ଦଳ ଡାହାଣୀ ନାଟକ ପରିବେଷଣ କରିବ ଶେଷ ଦିନ 21 ତାରିଖ।